ଶରଦ ବାଲିର ଗୋଟେ ଗୋଟେ ବାଲି ଗରଡ଼ା ହେଉଛି ଜଗନ୍ନାଥ। ସେ ନନ୍ଦିଘୋଷ ରଥର ପ୍ରତ୍ୟେକ କାଠର ଅଂଶ ବିଶେଷରେ ବିଦ୍ୟମାନ ଜଗନ୍ନାଥ। ଦାରୁକ କହୁଛି ମୁଁ ଜଗନ୍ନାଥ, ମାତଳି କହୁଛି ମୁଁ ଜଗନ୍ନାଥ। ସେ ନନ୍ଦିଘୋଷ ରଥ କହୁଛି ଆଜି ମୁଁ ଭାଗ୍ୟବାନ ହେଇଗଲି, କାହିଁକିନା ଜଗନ୍ନାଥ ମୋ ଭିତରେ ବିଦ୍ୟମାନ। ମୁଁ ଜଗନ୍ନାଥ। ମା ସୁଭଦ୍ରା କହୁଛି ମୁଁ ଜଗନ୍ନାଥ। ମହାମାୟା ମା ସୁଭଦ୍ରା କହୁଛି ମୁଁ ଜଗନ୍ନାଥ। ବଡ଼ ଠାକୁର ବଳିଆର ପୂଜା କହୁଛନ୍ତି ମୁଁ ଜଗନ୍ନାଥ। ରେ ସୁଦର୍ଶନ ଚକ୍ର ରାଜ ସୁଦର୍ଶନ କହୁଛି ମୁଁ ଜଗନ୍ନାଥ। ଆଜି ଗାଁକୁ ଯାଇଥିଲି। ସେଠି ଖାଇଲା ବେଳେ ମୁଁ ମୋର ପ୍ରସାଦ ଲଗେଇକି ଖାଏ ସାତ୍ವಿକ। ଗାଁ ଲୋକମାନେ କହୁଛନ୍ତି ତୁ କ'ଣ ପିଆଜ ରସୁଣ ଖାଉନୁ? ପିଆଜ ରସୁଣରେ ବହୁତ ଔଷଧୀୟ ଗୁଣ ଥାଏ। ଔଷଧୀୟ ବହିରେ ଲେଖା ହେଇଛି। ମୁଁ କରି ରଖ ତମ ଔଷଧୀୟ ଗୁଣ। ସେ ଔଷଧୀୟ ଶାସ୍ତ୍ର, ସେ ଚିକିତ୍ସା ଶାସ୍ତ୍ର କ'ଣ ମୋ ଜଗନ୍ନାଥ ଠାରୁ ବଡ଼? ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ମୋ ଜଗନ୍ନାଥ। କୋଟି ଓଡ଼ିଆର ମଉଡ଼ମଣି ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଦରଗଢ଼ା ଅଧାଗଢ଼ା ଦାରୁରେ ବିଦ୍ୟମାନ ମୋ ମହାପ୍ରଭୁ ଜଗନ୍ନାଥ। ସେ ଦରଗଢ଼ା ଅଧାଗଢ଼ା ଦାରୁରେ ବିଦ୍ୟମାନ ସମ୍ପୂର୍ଣ୍ଣ ମୋ ଜଗନ୍ନାଥ। ମହାବିଷ୍ଣୁର ବାପ ମୋ ଜଗନ୍ନାଥ। 33 କୋଟି ଦେବତାଙ୍କର ପାଳନ କର୍ତ୍ତା ମୋର ଜଗନ୍ନାଥ। ସେ ନୀଳାଦ୍ରି ନୀଳକନ୍ଦରରେ ବସିଥିବା ଆଉ ପୁରା ଦୁନିଆକୁ କଣ୍ଟ୍ରୋଲ କରୁଥିବା ସେ ଲୋକଟି ହେଉଛି ମୋ ଜଗନ୍ନାଥ। ଯେଉଁ ଜାଗାରେ ଦେଖ ସେଠି କେବଳ ଦେଖାଯିବ ଜଗନ୍ନାଥ। ଜଗନ୍ନାଥ କହୁଛି ମୁଁ ସବୁ ଜାଗାରେ ଅଛି, ତୁ ମୋତେ ଦେଖିପାରିବା ଦରକାର। ଯଦି ଦେଖି ନ ପାଇଲୁ ସେ ଜାଗାରେ ତୋତେ ମାୟା ଦେଖାଦେବ। ମାୟା ଆଉ କିଛି ନୁହଁ। ମୁଁ ଯେଉଁଠି ନାହିଁ ବୋଲି ତୁ ଭାବି ଦେଉଛୁ ସେ ଜାଗାରେ ମାୟା ଖେଳ କରେ। ଛୁଆବେଳେ ଯେତେବେଳେ କଷ୍ଟ ପାଉଥିଲି ମା କୋଳରେ, ମାଆର ଗର୍ଭ ଭିତରେ, ସେତେବେଳେ ମୋତେ ବଞ୍ଚେଇଥିଲା ଜଗନ୍ନାଥ। ଛୁଆବେଳେ ଯେତେବେଳେ ମୁଁ ଭୟ କରୁଥିଲି, କୁର୍ମୀ ମୋତେ ଆସି କାମୁଡ଼ୁଥିଲେ ମା ଗର୍ଭରେ, ମୋତେ ବଞ୍ଚେଇଥିଲା ଜଗନ୍ନାଥ। 10 ମାସ 10 ଦିନ ଯେମିତି ମୁଁ ପଡ଼ିକି ଥିଲି ସେ ମଳାଶୟ ଆଉ ମୂତ୍ରାଶୟରେ, ମୋତେ ରକ୍ଷା କରିଥିଲା ସେ ଜଗନ୍ନାଥ। ମାଆର ସେ ଖାଇବାକୁ ମୋ ପାଟି ଭିତରେ ନଳି ସାହାଯ୍ୟରେ ଦେଇଥିଲା ମୋ ଜଗନ୍ନାଥ। ଆଉ ମଲା ବେଳକୁ ବି ମୋ ପାଟିରେ ତୁଳସୀ ଜଳ ଦେବ ଜଗନ୍ନାଥ। ମୋ ମୁହଁରେ ନିଆଁ ଦେବ ଜଗନ୍ନାଥ। ମୋ ସାଙ୍ଗରେ ରହୁଛି ଜଗନ୍ନାଥ। ମୋ ସହିତ ଖାଉଛି ଜଗନ୍ନାଥ। ମୋ ସହିତ ପିଉଛି ଜଗନ୍ନାଥ। ମୋ ସହିତ ଖେଳୁଛି ଜଗନ୍ନାଥ। ଶରଦ ବାଲିର ଗୋଟେ ଗୋଟେ ବାଲି ଗରଡ଼ା ହେଉଛି ଜଗନ୍ନାଥ। ସେ ନନ୍ଦିଘୋଷ ରଥର ପ୍ରତ୍ୟେକ କାଠର ଅଂଶ ବିଶେଷରେ ବିଦ୍ୟମାନ ଜଗନ୍ନାଥ। ଦାରୁକ କହୁଛି ମୁଁ ଜଗନ୍ନାଥ, ମାତଳି କହୁଛି ମୁଁ ଜଗନ୍ନାଥ। ସେ ନନ୍ଦିଘୋଷ ରଥ କହୁଛି ଆଜି ମୁଁ ଭାଗ୍ୟବାନ ହେଇଗଲି, କାହିଁକିନା ଜଗନ୍ନାଥ ମୋ ଭିତରେ ବିଦ୍ୟମାନ। ମୁଁ ଜଗନ୍ନାଥ। ମା ସୁଭଦ୍ରା କହୁଛି ମୁଁ ଜଗନ୍ନାଥ। ମହାମାୟା ମା ସୁଭଦ୍ରା କହୁଛି ମୁଁ ଜଗନ୍ନାଥ। ବଡ଼ ଠାକୁର ବଳିଆର ପୂଜା କହୁଛନ୍ତି ମୁଁ ଜଗନ୍ନାଥ। ରେ ସୁଦର୍ଶନ ଚକ୍ର ରାଜ ସୁଦର୍ଶନ କହୁଛି ମୁଁ ଜଗନ୍ନାଥ। ଶରଦା ବାଲି କହୁଛି ମୁଁ ଜଗନ୍ନାଥ। ମା ଗୁଣ୍ଡିଚା କହୁଛି ଜଗନ୍ନାଥ ମୋ ଭିତରେ ଅଛି। ରାଜା ଇନ୍ଦ୍ରଦ୍ୟୁମ୍ନ କହୁଛନ୍ତି ଜଗନ୍ନାଥ ମୋ ଭିତରେ ବିଦ୍ୟମାନ, ତେଣୁକରି ମୁଁ ଜଗନ୍ନାଥ। ବାହୁଡ଼ା ଯାତ୍ରା ସମୟରେ ଲୋକଙ୍କର ସେ ଭକ୍ତିର ଭାବ ହେଉଛି ଜଗନ୍ନାଥ। ଶ୍ରୀଗୁଣ୍ଡିଚା ସମୟରେ ସେ ପହଣ୍ଡି ହେଉଛି ଜଗନ୍ନାଥ। ଯେ 4.5 କୋଟି ଓଡ଼ିଆଙ୍କର ଶ୍ୱାସର କେନ୍ଦ୍ର ହେଉଛି ଜଗନ୍ନାଥ। ଯେ 4.5 କୋଟି ଓଡ଼ିଆଙ୍କର ସୁଖର କାରଣ ହେଉଛି ଜଗନ୍ନାଥ। 4.5 କୋଟି ଓଡ଼ିଆଙ୍କର ପ୍ରତ୍ୟେକ ଚିନ୍ତାରେ
ଚେତନାରେ ରହିଛି ଜଗନ୍ନାଥ। ଜଗନ୍ନାଥ ସିଏ ହେଉଛି ଜଗତର ନାଥ। ଜଗନ୍ନାଥ ଜଗନ୍ନାଥ ସିଏ ହେଉଛି ଆମ ପରିବାରର ମୁଖିଆ। ଜଗନ୍ନାଥ ଜଗନ୍ନାଥ ଆମ ପରିବାରର ପୁଅ। ଜଗନ୍ନାଥ ଜଗନ୍ନାଥ ଆମ ପରିବାରର ବାପା। ଜଗନ୍ନାଥ ଜଗନ୍ନାଥ ଆମ ପରିବାରର ମା। ଜଗନ୍ନାଥ ଜଗନ୍ନାଥ ଆମ ପରିବାରକୁ ସମ୍ଭାଳୁଛି। ଜଗନ୍ନାଥ ଆମର ଏ ଶରୀର ରୂପୀ ଜଗତକୁ ଚଳାଉଛି ସେ ଜଗତର ନାଥ ଜଗନ୍ନାଥ। ପ୍ରତ୍ୟେକ ଜୀବର ହୃଦୟର ସ୍ପନ୍ଦନ ହେଉଛି ଜଗନ୍ନାଥ। ପ୍ରତ୍ୟେକ ଆତ୍ମାର ପରମାତ୍ମା ହେଉଛି ଜଗନ୍ନାଥ। ପ୍ରତ୍ୟେକ କୋଣାନୁକୋଣରେ ବିଦ୍ୟମାନ ଜଗନ୍ନାଥ। ପଥର ଦେହରେ ବି ଜଗନ୍ନାଥ, ତ ହାତୀ ଦେହରେ ବି ଜଗନ୍ନାଥ, ପିମ୍ପୁଡ଼ି ଦେହରେ ବି ଜଗନ୍ନାଥ, ବାଘ ଦେହରେ ବି ଜଗନ୍ନାଥ, ଗଛ ଦେହରେ ବି ଜଗନ୍ନାଥ, ପାଣି ଭିତରେ ବି ଜଗନ୍ନାଥ, ନଭରେ ବି ଜଗନ୍ନାଥ, ଅଗ୍ନିରେ ବି ଜଗନ୍ନାଥ, ଦେବୀ ଦେବତା ଭିତରେ ଜଗନ୍ନାଥ, ଯମ ଭିତରେ ବି ଜଗନ୍ନାଥ, ଯମଦୂତ ଭିତରେ ଜଗନ୍ନାଥ, ବିଷ୍ଣୁଦୂତ ଭିତରେ ଜଗନ୍ନାଥ। ଜଗନ୍ନାଥ 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 ଅନନ୍ତ କୋଟି ବ୍ରହ୍ମାଣ୍ଡରେ ପ୍ରତି କୋଣରେ ବିଦ୍ୟମାନ ଜଗନ୍ନାଥ। ଯେଉଁଠୁ ସମସ୍ତଙ୍କର ଚିନ୍ତାଧାରା ଆରମ୍ଭ ହୁଏ ସିଏ ହେଉଛି ଜଗନ୍ନାଥ। ଯେଉଁଠି ସମସ୍ତଙ୍କର ଚିନ୍ତାଧାରା ଶେଷ ହୁଏ ସିଏ ହେଉଛି ଜଗନ୍ନାଥ। ଯେଉଁଠି ସମସ୍ତଙ୍କର ଚିନ୍ତାଧାରା ବନ୍ଦ ହେଇଯାଏ, ଯିଏ ଚିନ୍ତା କରିପାରନ୍ତି ନାହିଁ, ସେଠି ବି ଜଗନ୍ନାଥ। ଯେଉଁଠି ସମସ୍ତେ ଦୁଃଖୀ ହୁଅନ୍ତି ସେ ଜାଗାରେ ବି ଜଗନ୍ନାଥ। ଯେଉଁଠି ସମସ୍ତେ ମଜା ମଜଲିସ୍ କରନ୍ତି ସେ ଜାଗାରେ ବି ଜଗନ୍ନାଥ। ଜୁଆରୀର ଜୁଆ ଖେଳର ସେ ପ୍ରତାପ ହେଉଛି ଜଗନ୍ନାଥ। ଗୋଟେ ଦୁଃଖୀର ଦୁଃଖ ହେଉଛି ଜଗନ୍ନାଥ। ଗୋଟେ ସୁଖୀର ହସ ହେଉଛି ଜଗନ୍ନାଥ। ଗୋଟେ ବୁଢ଼ୀ ମାଆର ସାହାରା ହେଉଛି ଜଗନ୍ନାଥ। ଗୋଟେ ଛୋଟ ଛୁଆର ସେ କଅଁଳା କାନ୍ଦ ହେଉଛି ଜଗନ୍ନାଥ। ଜୀବ ଜାଣିପାରେ ନାହିଁ ସେହି ଜିନିଷଟି ହେଉଛି ଜଗନ୍ନାଥ, ଯାହାକୁ ସିଏ ଖୋଜି ଆସୁଛି ଅନନ୍ତ କାଳରୁ, ଅନନ୍ତ ଜନ୍ମରୁ, କିନ୍ତୁ ତାକୁ ମିଳୁନାହିଁ ଜଗନ୍ନାଥ ନିଜର ମୂର୍ଖାମି ଯୋଗୁଁ।